ଉତ୍କଳ ଉତ୍କଳ ଓଡ଼ିଶା ଉତ୍କଳ ଓଡ଼ିଶା ଯୋଉ ତିନିଟା ପାର୍ଟି ସିଏ ଦିଟା ପାର୍ଟି କହିଲେ ଆମେ ମାନେ ସିଏ ତ ବିଜେପି ସମର୍ଥନ ଡାଇରେକ୍ଟ କହିଲା ସମୟ କହିଲା ଆମର ମିଟିଂ ହେଇଛି କିନ୍ତୁ ଆମର ସମର୍ଥନ ଏପଟେ ଠିକ୍ ହେଇନି ସମୟ କହିଲା ବିଜେପି ସହିତ କିନ୍ତୁ ସହିତ କରିବ ବୋଲିକି ଉତ୍କଳ ଓଡ଼ିଶା କହିଲା ଟିକେଟ ବଣ୍ଟା ସବୁ କେତେ ମାଇନସ ଦେବି ଏଇ ତ ମାଇନସ ନୟାଗଡ଼ କଂଗ୍ରେସର ସଭାପତି ନେଲେ ମିଶେଇଲେ ବିଜେଡିରେ ସେଠୁ ଦେବେନି ପରା ବିଜେଡି ଟିକେଟ ଦେବେ ବୋଲି ମନା କରୁଛି ମତେ କହୁଛି ଟିକେଟ ଦେବାକୁ ମୁଁ ଏପି ଟିକେଟ ଚାହୁଁଛି ସାଡେ ପୁଣି କଣ କହନ୍ତି ନା ଯଦି ଧାନ ତାର ବାରି ଶୁଣୁ ତା ବାରି ତା ଧାନ କଥା ଥାଉ ବା ନଥାଉ ସେ ତ ତାର ଇଏ ଟୋକା ଧାନ ବେପାର କରୁଛି ଇଏ ଟୋକା ଧାନ ବେପାର କରୁଛି ସିଏ ତ 400 ନା 800 ବର୍ଷ ରଖୁଛି ଧାନ ପୁରା ଲାଟ ମାରିଦେଇଛି ତେଣୁ ଧାନ ଦେବୁ ତ ଏଇ ଟୋକାକୁ 2 ଲକ୍ଷ ଟଙ୍କା ଦିଆହେଇଛି ବେପାର କରି କାଲା ଧାନ ଦେଖ ଥୁଆ ହେଇଛି ଆଉ 3 ଗାଡ଼ି ଯାଇଛି ଆଉ ମୁଗ ଅମଳ ହେଲେ ଦେଖ ଉଡ଼ିଆ ହେଉଛି ମୁଗ ବିରି ଅମଳ ହେଲେ ଆମେ ଗଲାବେଳେ ମୁଗ ଅମଳ ବିରି କାଲା ସିଏ ଚାଲିଲା କାଲା ସିଏ ବିକ୍ରି ହବ ବିଜେଦି ପଛୁକ ନା ହଁ ଏମିତି କ'ଣ ଆସିବ କ'ଣ ସେମିତି କମ୍ପ୍ୟୁଟରରେ ପ୍ରାଚୀ ମିଶିନେ ଧାନ ବାଣିଥାନ୍ତି ଯେ ସବୁ ବାରି ସାରା ଆପଣ ସବୁ ପଡ଼ିଛି କହିଲା କରିବ କି ସେ ଆଣ୍ଡିର ବାଡ଼ି ଭଳିଆ ପୁରା ବାରି ଚଉରୁଛନ୍ତି ଚାରିପଟେ ଯାଇକି ଗଛ ହେଇଯାଇଛି ବାଡ଼ ଆଉ ଗାଁ ମୁଣ୍ଡରେ ପୁରା ଆଉ ସେଠି ପବନ ସେ ଶୀତ କରିବ ଖରାଦିନେ ଶୀତ କରିବ ଗୋଟେ ବାଉରି ଭାଇ ଏକରେ ଟୋଟାଲ ଦିଆ ହେଇନି ତାକୁ ତୁ ଖାଇବୁ ଟୋଟାଲି ଖାଇବୁ ଆଉ ଇଏ ଜମି ବାଡ଼ି ଦେଖାଶୁଣା ଯେତେ ଲୋକ ଲାଗିବ ତୁ ସବୁ କାମ କରିବୁ ପଇସା ନେବୁ ମୋର କାମ କଲା ମାନେ କ'ଣ କହିଲୁ ପଇସା ନେବୁ ତାକୁ ଦିଆ ହେଇଯାଇଛି ସେ ଯେତେ ଲୋକଙ୍କୁ ଡାକିବା କଥା ଡାକିକି ଆଣିବ କାମ କରେଇବ ଭଲ ପଇସା ନେବ ଆଉ ବୁଢ଼ା କହିଲା ବାପା ସେଟା ନ କଲେ ମୁଁ ଆଉ କରିପାରିବିନି ଚାଷ ଏଇଆ ଟ୍ରାକ୍ଟର ଅଛି ବୋଲି ଚାଲିଛି ଟ୍ରାକ୍ଟର ତାଙ୍କର ଅଛି ତାଙ୍କ ନିଜର ଅଛି ତାହେଲେ ଏ ବର୍ଷ ମାଗିଥିଲା ଯେ କହିଲା ଇଏ ଟୋକା କହିଲା ଧାନ ବେପାର ମୁଁ କରିବିନି ମୋର ହଇଚ ହେଇଛି ବେପାର କରିବ କହିଲା ରେ କରିବି ତ ରହ ଦେଖିବା କାହିଁ ହେଉଛି ହଇଚ ଗୋଟେ କରିବି ତୁ କ'ଣ କରିବୁ ତୁ ବାହାରକୁ ଯିବୁ କ'ଣ କରିବୁ ଆଉ ତୁ ତ କାହିଁକି କହୁଛୁ ତିନି ଭାଇ ବାପା ମାନେ ତିନି
ଆମର ଦୁଇର କେତେ ଜାଗା ୟାର ତିନିଟା ବା ତାଙ୍କର ତାର ଗୋଟାଏ ଗୋଟାକର ନାହିଁ ଝିଅ